ଆଜିର ଏହି ଆଲୋଚନାରେ ସ୍ୱାଗତ। ଆମ ପାଖରେ ଆଜି ଯେଉଁ ଲେଖାଟି ଅଛି, ସତ କହିବାକୁ ଗଲେ ବଡ଼ ମଜାଦାର। ହଁ, ବହୁତ। ଏହା ହେଉଛି ସ୍ୱାମୀ ପ୍ରଣବାନନ୍ଦ ପୁରୀଙ୍କ ଦ୍ୱାରା ଲିଖିତ ବାଳବୋଧ କାର୍ଯ୍ୟକ୍ରମର ଗୋଟେ ଅଂଶ, ଯାହା ପୁରୀର ଦକ୍ଷିଣମୂର୍ତ୍ତି ମଠ ଦ୍ୱାରା ପରିଚାଳିତ ହୁଏ। ଏକଦମ। ଆଉ ମୂଳତଃ ଏହା ପିଲାମାନଙ୍କୁ ଭଲ ସଂସ୍କାର ଦେବା ପାଇଁ ତିଆରି ହୋଇଛି। କିନ୍ତୁ ଯେତେବେଳେ ଆମେ ଏହାକୁ ପଢ଼ିଲୁ, ଆମକୁ ଲାଗିଲା ଏଥିରେ ଥିବା କଥାଗୁଡ଼ିକ କେବଳ ପିଲାଙ୍କ ପାଇଁ ନୁହେଁ। ହଁ, ବରଂ ଆମ ସମସ୍ତଙ୍କ ପାଇଁ ଏକ ଗଭୀର ଜୀବନ ଦର୍ଶନ। ତେବେ ଆଜି ଆମେ ସେହି ଦର୍ଶନର ମୂଳଦୁଆ ସଦାଚରଣ ଆଉ ତା ଭିତରେ ଥିବା ସବୁଠାରୁ ଶକ୍ତିଶାଳୀ ଗୁଣ ପରୋପକାର ବା ସୁବର୍ଣ୍ଣ ହୃଦୟ ବିଷୟରେ କଥା ହେବା। ଆଉ ମଜାର କଥା ହେଉଛି, ଏହି ଦର୍ଶନକୁ ବୁଝିବା ପାଇଁ ବେଶୀ କଷ୍ଟ କରିବାକୁ ପଡ଼େ ନାହିଁ। ଲେଖାର ଆରମ୍ଭ ହିଁ ଆମକୁ ସିଧା ପ୍ରକୃତି ପାଖକୁ ନେଇଯାଏ, ଯାହାକୁ ଏଥିରେ ପ୍ରଥମ ଗୁରୁ ବୋଲି କୁହାଯାଇଛି। ହଁ, କୌଣସି ବଡ଼ ବଡ଼ ଗ୍ରନ୍ଥ ନୁହେଁ, ଆମ ଚାରିପାଖରେ ଥିବା ଜିନିଷରୁ ହିଁ ଏହି ଶିକ୍ଷାର ଆରମ୍ଭ। ହଁ, ଆଉ ଏହାର ଆରମ୍ଭ କିଛି ଏମିତି ପ୍ରଶ୍ନରୁ ହିଁ ହେଉଛି ଯାହା ଆମେ ପ୍ରତିଦିନ ଦେଖୁ, କିନ୍ତୁ ବୋଧହୁଏ କେବେ ଭାବୁନା। ଯେମିତିକି, ଗଛଟିଏ ଫଳରେ ଭରି ହୋଇଛି, କିନ୍ତୁ ସେ କ'ଣ ନିଜ ଫଳ ନିଜେ ଖାଏ? ଆକାଶରେ ସୂର୍ଯ୍ୟ ଜଳୁଛି, କିନ୍ତୁ ସେ କ'ଣ ନିଜକୁ ଆଲୋକ ଦେବା ପାଇଁ ଜଳୁଛି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସ୍ପଷ୍ଟ ଭାବେ ନା। ଆଉ ଏଇଠି ସେହି ଗଭୀର କଥାଟି ଲୁଚି ରହିଯାଇଛି। ଠିକ୍, ଏହା କେବଳ ଉଦାହରଣ ନୁହେଁ, ଏହା ପ୍ରକୃତିର ଏକ ମୂଳ ନିୟମ। ନଦୀ ଅନ୍ୟମାନଙ୍କର ଶୋଷ ମେଣ୍ଟାଇବା ପାଇଁ ବହେ। ଗଛ ଅନ୍ୟମାନଙ୍କର ଭୋକ ମେଣ୍ଟାଇବା ପାଇଁ ଫଳ ଦିଏ। ଆଉ ସୂର୍ଯ୍ୟ ସାରା ସଂସାରକୁ ଜୀବନ ଦେବା ପାଇଁ ଜଳେ। ସେମାନେ କିଛି ଫେରସ୍ତ ଚାହାନ୍ତି ନାହିଁ। ଏହା ଏକ ନିଃସ୍ୱାର୍ଥପର ଦାନର ଚକ୍ର, ଯାହା ବିନା ଏହି ସୃଷ୍ଟି ଚାଲିପାରିବ ନାହିଁ। ଏକଦମ। ଏହା ହିଁ ପରୋପକାରର ସବୁଠାରୁ ସରଳ ଏବଂ ଶକ୍ତିଶାଳୀ ପରିଭାଷା। ପ୍ରକୃତିର ଏହି ନୀରବ ଶିକ୍ଷାକୁ ଯେତେବେଳେ ମହର୍ଷି ବ୍ୟାସଙ୍କ ଜ୍ଞାନ ସହିତ ଯୋଡ଼ାଯାଏ, ସେତେବେଳେ କଥାଟା ଆହୁରି ମଜାଦାର ହୋଇଯାଏ। ହଁ, ମହର୍ଷି ବ୍ୟାସ, ଯିଏ ମହାଭାରତ ସମେତ 18ଟି ମହାପୁରାଣର ରଚୟିତା। ଟିକେ କଳ୍ପନା କରନ୍ତୁ ତାଙ୍କ କାମର ବିଶାଳତାକୁ। ଲକ୍ଷ ଲକ୍ଷ ଶ୍ଲୋକ, ଅସରନ୍ତି କାହାଣୀ ଆଉ ଜ୍ଞାନ। ହଁ, ଆଉ ଏହି ପରିପ୍ରେକ୍ଷୀରେ ହିଁ କଥାଟିର ଗୁରୁତ୍ୱ ବୁଝାପଡ଼େ। ତାଙ୍କୁ ଥରେ କୁହାଗଲା ଯେ ତାଙ୍କର ଏହି ସମସ୍ତ 18ଟି ପୁରାଣର ସାରାଂଶକୁ ମାତ୍ର ଅଧା ଶ୍ଲୋକରେ କହିବା ପାଇଁ। ମାନେ ଆଜିର ଭାଷାରେ କହିଲେ, ପୁରା ଇଣ୍ଟରନେଟ୍ର ସବୁ ଜ୍ଞାନକୁ ଗୋଟେ ଟ୍ୱିଟରରେ ଲେଖିବା ଭଳି। ଠିକ୍ ସେଇଆ, ଏକ ଅସମ୍ଭବ କାର୍ଯ୍ୟ। ତାହେଲେ ସେ କ'ଣ କହିଲେ? ଏତେ ଜ୍ଞାନ ଭିତରୁ ସେ କେଉଁ ଗୋଟିଏ କଥାକୁ ବାଛିଲେ? ସେ ଯାହା କହିଲେ ତାହା ଆଶ୍ଚର୍ଯ୍ୟଜନକ ଭାବେ ସରଳ ଥିଲା। ସେ କହିଲେ, ଅଷ୍ଟାଦଶ ପୁରାଣେଷୁ ବ୍ୟାସସ୍ୟ ବଚନମ୍ ଦ୍ୱୟମ୍ ପରୋପକାରାୟ ପୁଣ୍ୟାୟ ପାପାୟ ପରପୀଡ଼ନମ୍। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି, ମୁଁ ବ୍ୟାସ 18ଟି ଯାକ ପୁରାଣରୁ କେବଳ 2ଟି କଥା କହୁଛି। ଅନ୍ୟର ଉପକାର କରିବା ହିଁ ସବୁଠାରୁ ବଡ଼ ପୁଣ୍ୟ, ଆଉ ଅନ୍ୟକୁ କଷ୍ଟ ଦେବା ହିଁ ସବୁଠାରୁ ବଡ଼ ପାପ। ବାସ୍ ଏତିକି। ସବୁ ଯଜ୍ଞ, ତପସ୍ୟା, ପୂଜାପାଠର ସାର ତତ୍ତ୍ୱ ହେଉଛି ଏହି 2ଟି କଥା। ଏହା ପ୍ରକୃତରେ ଚମକାଇ ଦେବା ଭଳି କଥା। ମାନେ ସବୁ ଜଟିଳ ଦର୍ଶନକୁ କାଟିଦେଲେ ଶେଷରେ କେବଳ ଏତିକି ବଞ୍ଚୁଛି, ତୁମେ ଅନ୍ୟମାନଙ୍କ ଜୀବନରେ କିପରି ମୂଲ୍ୟ ଯୋଡୁଛ। ହଁ, ଲେଖାରେ ଏହାକୁ ଗୋଟିଏ ଗଣିତ ସହ ତୁଳନା କରାଯାଇଛି, ଯେ କେବଳ ନିଜ ପାଇଁ ବଞ୍ଚୁଥିବା ଜୀବନ ଏକ ଛୋଟ ସଂକୀର୍ଣ୍ଣ ଜୀବନ, କିନ୍ତୁ ଅନ୍ୟମାନଙ୍କ ପାଇଁ ବଞ୍ଚୁଥିବା ଜୀବନ ଏକ ବିଶାଳ ଓ ଦିବ୍ୟ ଜୀବନ। ଠିକ୍, କିନ୍ତୁ ଏହି ନୀତିକୁ କହିବା ଯେତେ ସହଜ, ପାଳନ କରିବା ସେତେ କଷ୍ଟକର। ବିଶେଷ କରି ଯେତେବେଳେ ଆମ ପାଖରେ ନିଜେ କିଛି ନଥାଏ। ଆଉ ଏହି ନୀତିର ଚରମ ପରୀକ୍ଷାକୁ ଦେଖିବା ପାଇଁ ହିଁ ଲେଖାରେ ରାଜା ରନ୍ତିଦେବଙ୍କ କାହାଣୀ ଦିଆଯାଇଛି। ହଁ, ଏହି କାହାଣୀଟି ଏହି ଦର୍ଶନକୁ ଏକ ନୂଆ ସ୍ତରକୁ ନେଇଯାଏ। କାରଣ ଆରାମରେ ଥିବାବେଳେ ଦାନ କରିବା ଗୋଟିଏ କଥା, କିନ୍ତୁ ଯେତେବେଳେ ଦାନ କରିବାର ଅର୍ଥ ନିଜ ଜୀବନକୁ ବାଜି ଲଗାଇବା, ସେତେବେଳେ ପ୍ରକୃତ ପରୀକ୍ଷା ହୁଏ। ତେବେ କ'ଣ ହୋଇଥିଲା ରାଜା ରନ୍ତିଦେବଙ୍କ ସହିତ? ରାଜା ରନ୍ତିଦେବ ଜଣେ ଅତ୍ୟନ୍ତ ଦୟାଳୁ ଓ ଦାନୀ ରାଜା ଥିଲେ। ଥରେ ତାଙ୍କ ରାଜ୍ୟରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ରାଜା ନିଜର ସବୁକିଛି, ରାଜକୋଷ, ଅନ୍ନଭଣ୍ଡାର ସବୁ ଲୋକଙ୍କ ମଧ୍ୟରେ ବାଣ୍ଟିଦେଲେ। ଆଚ୍ଛା। ପରିସ୍ଥିତି ଏପରି ହେଲା ଯେ ରାଜା ଓ ତାଙ୍କ ପରିବାର ନିଜେ ଉପବାସରେ ରହିଲେ। ଗୋଟିଏ ଦିନ ନୁହେଁ, 2 ଦିନ ନୁହେଁ, ପୁରା 48 ଦିନ। ହଁ, ପୁରା 48 ଦିନ। ବାପରେ, କଳ୍ପନା କରିବା ବି କଷ୍ଟ। 39ତମ ଦିନରେ କୌଣସି ମତେ ତାଙ୍କ ପାଖକୁ ଅଳ୍ପ କିଛି ଖାଦ୍ୟ ଓ ପାଣି ଆସିଲା। ରାଜା ଭୋକ ଓ ଶୋଷରେ ଥରୁଥିଲେ। ସେ ଯେମିତି ଖାଇବାକୁ ବସିଛନ୍ତି, ଜଣେ ଅତିଥି ଆସି ପହଞ୍ଚିଲେ। ହଁ, ଜଣେ ବ୍ରାହ୍ମଣ ଅତିଥି।
ରାଜା ତାଙ୍କୁ ଈଶ୍ୱରଙ୍କ ରୂପ ଭାବି ବିନା ଦ୍ୱିଧାରେ ଖାଦ୍ୟର ଏକ ଅଂଶ ଦେଇଦେଲେ। ତାପରେ ଜଣେ ଶୂଦ୍ର ଆସିଲେ। ରାଜା ବାକି ଖାଦ୍ୟରୁ ତାଙ୍କୁ ବି କିଛି ଦେଲେ। ତାପରେ ବି ତାଙ୍କ ପାଖରେ କିଛି ଖାଦ୍ୟ ବାକି ଥିଲା କି? ନା, ଖାଦ୍ୟ ସରିଯାଇଥିଲା। କେବଳ ଗୋଟିଏ ପାତ୍ରରେ ପିଇବା ପାଣି ବାକି ଥିଲା। ଆଚ୍ଛା। ସେ ଯେମିତି ସେହି ପାଣିତକ ପିଇ ନିଜର ଜୀବନ ରକ୍ଷା କରିବାକୁ ଯାଉଛନ୍ତି, ସେତିକିବେଳେ ଜଣେ ଚଣ୍ଡାଳ କିଛି ଶୋଷିଲା କୁକୁରଙ୍କ ସହିତ ଆସି ପହଞ୍ଚିଲେ। ଏବେ ଏହି ସ୍ଥିତିକୁ ବୁଝିବା ଜରୁରୀ। ସେହି ଯୁଗର ସାମାଜିକ ବ୍ୟବସ୍ଥାରେ ଜଣେ ଚଣ୍ଡାଳଙ୍କୁ ଅସ୍ପୃଶ୍ୟ ବୋଲି ଧରାଯାଉଥିଲା। ତେଣୁ ଏହା କେବଳ ପାଣି ଦେବାର ପରୀକ୍ଷା ନଥିଲା। ମାନେ ଏହା ତାଙ୍କର ଦୟା ଏବଂ ସାମାଜିକ ମୂଲ୍ୟବୋଧ ଉଭୟର ପରୀକ୍ଷା ଥିଲା। ଏକଦମ। ଏହା ଥିଲା ତାଙ୍କର ଚରମ ପରୀକ୍ଷା। ମୃତ୍ୟୁ ସାମ୍ନାରେ ଥାଇ ରାଜା କଣ ନିଜ ଜାତି, ଧର୍ମ ଓ ଜୀବନ ବିଷୟରେ ଭାବିଲେ? ନା, ବିଲକୁଲ ନୁହେଁ। ସେହି ମୁହୂର୍ତ୍ତରେ ସେ ହାତ ଯୋଡ଼ି ଏକ ପ୍ରାର୍ଥନା କଲେ, ହେ ପ୍ରଭୁ, ମୋତେ ରାଜ୍ୟ, ସ୍ୱର୍ଗ କି ମୋକ୍ଷ କିଛି ବି ଦରକାର ନାହିଁ। ସେ କହିଲେ, ମୋର କେବଳ ଏତିକି ଇଚ୍ଛା, ମୁଁ ସମସ୍ତ ପ୍ରାଣୀଙ୍କ ଭିତରେ ରହି ସେମାନଙ୍କ ଦୁଃଖ ଭୋଗ କରେ, ଯାହାଫଳରେ ସେମାନେ ଦୁଃଖରୁ ମୁକ୍ତ ହୋଇପାରିବେ। ହଁ, ଏହା କହି ସେ ପାତ୍ରରେ ଥିବା ଶେଷ ପାଣିଟା ସେହି କୁକୁରମାନଙ୍କୁ ପିଇବାକୁ ଦେଇଦେଲେ। ଆଉ ସେହି କ୍ଷଣି ବ୍ରହ୍ମା, ବିଷ୍ଣୁ ଓ ଶିବ ପ୍ରକଟ ହେଲେ। ଠିକ୍ ସେମାନେ ହିଁ ଭିନ୍ନ ଭିନ୍ନ ରୂପରେ ଆସି ତାଙ୍କର ପରୀକ୍ଷା ନେଉଥିଲେ। ସତ କହିବାକୁ ଗଲେ ଏ କାହାଣୀ ଶୁଣିଲେ ଲାଗେ ଏହା ମଣିଷ ପକ୍ଷରେ ଅସମ୍ଭବ। ଏହା ଏକ ଦେବତାଙ୍କ ସ୍ତରର ତ୍ୟାଗ। ତେବେ କାହାଣୀର ପ୍ରକୃତ ଉଦ୍ଦେଶ୍ୟ କଣ? ଏହା କଣ ଏକ ପ୍ରତୀକାତ୍ମକ କାହାଣୀ? ଏହା ଏକ ଚମତ୍କାର ପ୍ରଶ୍ନ। ମୋତେ ଲାଗୁନି ଯେ ଏହାର ଉଦ୍ଦେଶ୍ୟ ଆମକୁ ଆତ୍ମବଳିଦାନ ଦେବାକୁ କହିବା, ବରଂ ଏହା ଦୟାର ସୀମା କେତେ ଦୂର ଯାଇପାରେ ତାହା ଦେଖାଏ। ହଁ, ଏହା ଆମକୁ ଦେଖାଏ ଯେ ପ୍ରକୃତ ଦୟା କୌଣସି ଜାତି, ଧର୍ମ ବା ପରିସ୍ଥିତିର ସୀମା ମାନେ ନାହିଁ। ଏହା ଏକ ଆଦର୍ଶ। କିନ୍ତୁ ଆପଣଙ୍କ ପ୍ରଶ୍ନରୁ ଆଉ ଏକ ସ୍ୱାଭାବିକ ପ୍ରଶ୍ନ ଆସେ। ଯଦି ମୁଁ ମୋର ସବୁ କିଛି ଦେଇଦେବି, ତେବେ ମୋ ପାଖରେ କଣ ରହିବ? ଏହା ଏକ ବାସ୍ତବବାଦୀ ଚିନ୍ତା। ଆଉ ଲେଖାରେ ଏହାର ଏକ ବହୁତ ସୁନ୍ଦର ସମାଧାନ ଦିଆଯାଇଛି। ମହମବତୀର ଉଦାହରଣ? ହଁ, କଳ୍ପନା କରନ୍ତୁ ଆପଣଙ୍କ ପାଖରେ ଗୋଟିଏ ଜଳୁଥିବା ମହମବତୀ ଅଛି। ଯଦି ଆପଣ ସେହି ଆଲୋକରୁ ଆଉ 100ଟି ମହମବତୀ ଜଳାନ୍ତି, ତେବେ କଣ ପ୍ରଥମ ମହମବତୀର ଆଲୋକ କମିଯିବ? ନା, ବରଂ ପୁରା ଘରଟି ଆଲୋକରେ ଭରିଯିବ। ଜ୍ଞାନ, ସ୍ନେହ ଏବଂ ଖୁସି ଠିକ୍ ସେହିପରି। ଏହାକୁ ବାଣ୍ଟିଲେ ଏହା କମେ ନାହିଁ, ବରଂ ବଢ଼ିଥାଏ। ତେବେ ସ୍ୱାର୍ଥପରତା ଆମକୁ କୁହେ, ଧରି ରଖ, ନହେଲେ ସରିଯିବ। କିନ୍ତୁ ଆଧ୍ୟାତ୍ମିକତାର ଯୁକ୍ତି ହେଉଛି, ବାଣ୍ଟି ଦିଅ, ତେବେ ଯାଇ ଏହା ବଢ଼ିବ। ଠିକ୍। ତେବେ ରାଜା ରନ୍ତିଦେବଙ୍କର ମହାନ ତ୍ୟାଗ ହେଉଛି ଆଦର୍ଶ, ଆଉ ମହମବତୀର ଆଲୋକ ହେଉଛି ତାର ନୀତି। କିନ୍ତୁ ଏହାକୁ ଆମ ଦୈନନ୍ଦିନ ଜୀବନରେ? ହଁ, ସେଇଠି ଆସୁଛି ପ୍ରକୃତ କଥା। ମାନେ ସ୍କୁଲରେ, କଲେଜରେ କିମ୍ବା ଅଫିସରେ କିପରି ପ୍ରୟୋଗ କରିବା? ଏହି ପୁରାଣ କାହାଣୀ ଆଜିର ଦୁନିଆ ସହ କିପରି ଯୋଡ଼ି ହେବ? ଏଥିପାଇଁ ଲେଖାରେ ଏକ ବହୁତ ବାସ୍ତବବାଦୀ ଉଦାହରଣ ଦିଆଯାଇଛି। କଳ୍ପନା କରନ୍ତୁ ଗୋଟିଏ କ୍ଲାସରୁମର ଦୃଶ୍ୟ। ଖାଇବା ଛୁଟି ସମୟ। ହଁ, ଜଣେ ନୂଆ ପିଲା ରାହୁଲ କ୍ଲାସକୁ ଆସିଛି। ସେ କାହାକୁ ଚିହ୍ନିନି, ଟିକେ ଡରି ଡରି କୋଣରେ ଏକା ବସିଛି। ଏବେ ଆପଣଙ୍କ ପାଖରେ 2ଟି ବିକଳ୍ପ ଅଛି। ପ୍ରଥମ ବିକଳ୍ପ, ଯାହା ବୋଧହୁଏ ସବୁଠାରୁ ସହଜ, ତାକୁ ଅଣଦେଖା କରି ନିଜ ସାଙ୍ଗମାନଙ୍କ ସହିତ ମଜା କରିବା। ହଁ, ଏହାକୁ ଆମେ ସ୍ୱାର୍ଥପର ବିକଳ୍ପ କହିପାରିବା। ଏହା ପଛରେ ଖରାପ ଭାବନା ନଥାଇପାରେ, କେବଳ ନିଜର ଆରାମଦାୟକ ପରିବେଶରୁ ବାହାରକୁ ନ ଯିବାରୁ ଏକ ପ୍ରବୃତ୍ତି। ଆଉ ଫଳ କଣ ହୁଏ? ରାହୁଲ ଏକୁଟିଆ ରହିଯାଏ। ଆଉ ଆମେ ବି ନିଜର ଛୋଟ ଦୁନିଆରେ ବନ୍ଦୀ ହୋଇ ରହିଯାଉ। କୌଣସି ନୂଆ ସମ୍ପର୍କ ସୃଷ୍ଟି ହୁଏ ନାହିଁ। ଆଉ ଦ୍ୱିତୀୟ ବିକଳ୍ପଟି ହେଉଛି ପରୋପକାର ବିକଳ୍ପ, ଯେଉଁଥିରେ ଆମେ ନିଜର ଆରାମଦାୟକ ପରିବେଶରୁ ବାହାରି ରାହୁଲ ପାଖକୁ ଯିବା। ଏକଦମ। ଆପଣ ରାହୁଲ ପାଖକୁ ଯାଇ କେବଳ କହିବେ, ହାୟ, ମୁଁ ଆପଣଙ୍କ ନାମ, ତୁମ ସହିତ ବସିପାରେ କି? ଏହି ଛୋଟ ପଦକ୍ଷେପର ଫଳାଫଳ କଣ ହେବ? ରାହୁଲର ମୁହଁରେ ଏକ ଆଶ୍ୱସ୍ତିର ହସ ଫୁଟି ଉଠିବ। ଆଉ ତାକୁ ଦେଖି ଆପଣଙ୍କ ହୃଦୟରେ ଏକ ଅପୂର୍ବ ଆନନ୍ଦ ଅନୁଭବ ହେବ। ଏହା ହିଁ ସୁବର୍ଣ୍ଣ ହୃଦୟରେ ବଢୁଥିବା ପ୍ରକୃତ ଖୁସି। ରାଜା ରନ୍ତିଦେବ ନିଜର ସର୍ବସ୍ୱ ଦେଇ ଯେଉଁ ଆନନ୍ଦ ପାଇଥିଲେ, ଏହା ସେହି ଆନନ୍ଦର ଏକ ଛୋଟ କଣିକା। ଠିକ୍। ଆଉ କିଏ ଜାଣେ, ସେହି ଛୋଟ ପଦକ୍ଷେପଟି ଜୀବନ ସାରା ପାଇଁ ଜଣେ ଭଲ ବନ୍ଧୁ ଦେଇପାରେ। ଏହି ଉଦାହରଣଟି ବିଷୟଟିକୁ ବହୁତ ସ୍ପଷ୍ଟ କରିଦେଉଛି। ଆଉ ଏହି ପ୍ରସଙ୍ଗରେ ଲେଖାରେ ଦାନ ଏବଂ ସେବା ଭିତରେ ଥିବା ସୂକ୍ଷ୍ମ ପାର୍ଥକ୍ୟ ବିଷୟରେ କୁହାଯାଇଛି, ଯାହା ମୋତେ ବହୁତ ଆକର୍ଷିତ କଲା। ହଁ, ଆମେ ସାଧାରଣତଃ ଏ 2ଟି ଶବ୍ଦକୁ ଏକା ଅର୍ଥରେ ବ୍ୟବହାର କରୁ। କିନ୍ତୁ ଏହା ଭିତରେ ମନୋଭାବର ଏକ ବଡ଼ ପାର୍ଥକ୍ୟ ଅଛି। ଦାନରେ
କେଉଁଠି ନା କେଉଁଠି ଦେଉଥିବା ବ୍ୟକ୍ତି ବଡ଼ ଏବଂ ନେଉଥିବା ବ୍ୟକ୍ତି ଛୋଟ ଏପରି ଏକ ଅଦୃଶ୍ୟ ଭାବନା ରହିଥାଏ। ଏଥିରେ ଏକ ଅହଙ୍କାର ଆସିବାର ସମ୍ଭାବନା ଥାଏ। କିନ୍ତୁ ସେବାର ଭାବନା ସମ୍ପୂର୍ଣ୍ଣ ଅଲଗା। କିପରି? ସେବାରେ ସେବା କରୁଥିବା ବ୍ୟକ୍ତି ସେବା ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦିଏ। ଆଚ୍ଛା, କାହିଁକି? କାରଣ ସେବା ଗ୍ରହଣ କରୁଥିବା ବ୍ୟକ୍ତି ସେବାକାରୀକୁ ନିଜ ଭିତରର ଦୟା ଓ ମାନବିକତାକୁ ପ୍ରକାଶ କରିବାର ଏକ ସୁଯୋଗ ଦେଇଛନ୍ତି। ଜଣେ ଡାକ୍ତର ରୋଗୀର ସେବା କରନ୍ତି, ଜଣେ ମା ସନ୍ତାନର ସେବା କରେ। ଏଠି କେହି ବଡ଼ କି ସାନ ନୁହେଁ। ଏହା ଏକ କୃତଜ୍ଞତାର ଭାବ। ହଁ, ଏହି କଥାକୁ ଆହୁରି ଗଭୀରକୁ ନେଇ ଭଗବଦ୍ ଗୀତାରେ କୁହାଯାଇଛି ଯେ ଯେଉଁମାନେ କେବଳ ନିଜ ପାଇଁ ରାନ୍ଧନ୍ତି ସେମାନେ ପାପ ଖାଆନ୍ତି। ଏହାର ଅର୍ଥ କ'ଣ? କେବଳ ନିଜ ପାଇଁ ଖାଇବା କ'ଣ ପାପ? ଏଠାରେ ପାପର ଅର୍ଥ ନୈତିକ ଭୁଲ ନୁହେଁ, ବରଂ ଏକ ପ୍ରକାରର ଆଧ୍ୟାତ୍ମିକ ଅସନ୍ତୁଳନ। ମାନେ କେବଳ ସମାଜ ଓ ପ୍ରକୃତିରୁ ନେବା ଆଉ କିଛି ବି ଫେରସ୍ତ ନ ଦେବା ଦ୍ୱାରା ଜଣେ ସ୍ୱାର୍ଥପରତାର ଭାରରେ ଭାରୀ ହୋଇଯାଏ। ଦେବା ଦ୍ୱାରା ହିଁ ଜୀବନ ହାଲକା, ସନ୍ତୁଳିତ ଓ ଖୁସିପୂର୍ଣ୍ଣ ହୁଏ। ବାଃ, ଏହା ଏକ ସମ୍ପୂର୍ଣ୍ଣ ନୂଆ ଦୃଷ୍ଟିକୋଣ। ତେବେ ଏହିସବୁ ଜାଣିବା ପରେ ପ୍ରଶ୍ନ ଉଠୁଛି, ଆମେ ଆରମ୍ଭ କେଉଁଠୁ କରିବା? ହଁ, ପ୍ରକୃତ କଥା। ଦୟାଳୁ ହେବାର ଅଭ୍ୟାସ କିପରି କରିବା? ଲେଖାରେ ଏଥିପାଇଁ କିଛି ବ୍ୟବହାରିକ ଉପାୟ ଦିଆଯାଇଛି, ଯାହାକୁ ଗୁପ୍ତ ନାୟକ ବା ସିକ୍ରେଟ୍ ହିରୋ ମିଶନ କୁହାଯାଇଛି। ହଁ, ଆଉ ଏହା ବହୁତ ମଜାଦାର। ପ୍ରଥମ ମିଶନ ହେଉଛି ସିକ୍ରେଟ୍ ଏଜେଣ୍ଟ ମିଶନ। ଏହାର ଅର୍ଥ ଏପରି ଏକ ଦୟାଳୁ କାମ କରିବା ଯେଉଁଥିପାଇଁ ଆପଣଙ୍କୁ କୌଣସି ପ୍ରଶଂସା ମିଳିବ ନାହିଁ, କାରଣ କେହି ଜାଣିବେ ହିଁ ନାହିଁ ଯେ ଆପଣ ଏହା କରିଛନ୍ତି। ଯେପରିକି ରାସ୍ତାରୁ କିଛି ଅଳିଆ ଉଠାଇ ଡଷ୍ଟବିନ୍ରେ ପକାଇବା, କିମ୍ବା ନିଜ ଭାଇ ବା ଭଉଣୀ ଉଠିବା ପୂର୍ବରୁ ତାଙ୍କ ବିଛଣା ସଜାଡ଼ି ଦେବା। ପ୍ରଶଂସାର ଆଶା ନ ରଖି କାମ କରିବାର ଯେଉଁ ଆନନ୍ଦ, ତାହା ଅନୁଭବ କରିବା। ଦ୍ୱିତୀୟ ମିଶନ ତ ମୋତେ ସବୁଠୁ ଭଲ ଲାଗିଲା, ପକ୍ଷୀଙ୍କୁ ଖୁଆଇବା। ହଁ, ଆମେ ଭୁଲିଯାଉ ଯେ ଏ ପୃଥିବୀ କେବଳ ଆମର ନୁହେଁ। ତେଣୁ ଛାତ ଉପରେ କିମ୍ବା ବାଲକୋନିରେ ଏକ ମାଟି ପାତ୍ରରେ ପକ୍ଷୀଙ୍କ ପାଇଁ ପାଣି ଓ କିଛି ଦାନା ରଖିବା। ଯେତେବେଳେ ଗୋଟିଏ ଘରଚଟିଆ ସେହି ପାତ୍ରରୁ ପାଣି ପିଏ, ତାକୁ ଦେଖି ଯେଉଁ ଶାନ୍ତି ଓ ଖୁସି ମିଳେ, ତାହା ହିଁ ବିଶୁଦ୍ଧ ଆନନ୍ଦ। ଆଉ ତୃତୀୟଟି ହେଉଛି ପ୍ରଶଂସା ଚ୍ୟାଲେଞ୍ଜ। ଏହା ଆଜିର ଦୁନିଆ ପାଇଁ ବହୁତ ଜରୁରୀ। ଆଜି ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା ଯିଏ ବୋଧହୁଏ ବେଶୀ ପ୍ରଶଂସା ପାଆନ୍ତି ନାହିଁ। ହୁଏତ ଜଣେ ସହପାଠୀ, ଅଫିସରର ସହକର୍ମୀ କିମ୍ବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ। ହଁ, ଏବଂ ତାଙ୍କର କୌଣସି କାମ ପାଇଁ ଏକ ସଚ୍ଚା ପ୍ରଶଂସା କରିବା। ଯେପରିକି ଆପଣଙ୍କ କାମ ଆପଣ ବହୁତ ନିଷ୍ଠାର ସହ କରନ୍ତି, ଧନ୍ୟବାଦ। ଏହାପରେ କେବଳ ତାଙ୍କ ମୁହଁରେ ଫୁଟୁଥିବା ଖୁସିକୁ ଦେଖିବା। ସେହି ଖୁସି ହିଁ ଆମର ପୁରସ୍କାର। ଆଉ ଏହି ଛୋଟ ଛୋଟ କାମଗୁଡ଼ିକ ହିଁ ଧୀରେ ଧୀରେ ସୁବର୍ଣ୍ଣ ହୃଦୟର ନିର୍ମାଣ କରେ। ତେବେ ଆଜିର ପୁରା ଆଲୋଚନାର ସାରାଂଶ ବୋଧହୁଏ ଲେଖାର ଶେଷ ବାକ୍ୟରେ ରହିଛି। ସେଥିରେ କୁହାଯାଇଛି, ଆମର ଦୁଇଟି ହାତ ଅଛି, ଗୋଟିଏ ନିଜକୁ ସାହାଯ୍ୟ କରିବା ପାଇଁ ଓ ଅନ୍ୟଟି ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ। ଏହାକୁ ଆହୁରି ଗଭୀରକୁ ନେଇ ଭାବିଲେ ଲେଖାଟି ଯୁକ୍ତି କରୁଛି ଯେ ସ୍ୱାର୍ଥପରତା କେବଳ ଏକ ନୈତିକ ତ୍ରୁଟି ନୁହେଁ, ଏହା ଆମ ମାନବୀୟ ଡିଜାଇନର ଏକ ଅକୁଶଳ ବ୍ୟବହାର। ଏକଦମ ସଠିକ ଭାବେ କହିଲେ। ଏହା ଏକ ଶକ୍ତିଶାଳୀ ମଲ୍ଟି ଟୁଲ ପାଇଁ କେବଳ ଟୁଥପିକ୍ ବ୍ୟବହାର କରିବା ଭଳି। ଠିକ। ଏହି ଆଲୋଚନା ଶେଷରେ ମୁଁ ଏକ ଚିନ୍ତା କରିବାର ବିଷୟ ଛାଡ଼ି ଯାଉଛି। ଆମେ ଖାଦ୍ୟ, ପାଣି, ସମୟ, ଏପରିକି ପ୍ରଶଂସା ଦେବା ବିଷୟରେ କଥା ହେଲେ। କିନ୍ତୁ ଏପରି କେଉଁ ଜିନିଷ ଅଛି ଯାହା ଆମ ସମସ୍ତଙ୍କ ପାଖରେ ଅସରନ୍ତି ଭାବରେ ଅଛି, ଯାହାକୁ ଦେବା ପାଇଁ କୌଣସି ମୂଲ୍ୟ ଦେବାକୁ ପଡ଼େ ନାହିଁ, ଯାହା ତତ୍କ୍ଷଣ ଦିଆଯାଇପାରିବ ଏବଂ ଯାହା କାହାର ପୁରା ଦିନକୁ ବଦଳାଇ ଦେଇପାରେ? ବୋଧହୁଏ ସୁବର୍ଣ୍ଣ ହୃଦୟର ପ୍ରକୃତ ପରୀକ୍ଷା ରାଜା ରନ୍ତିଦେବଙ୍କ ପରି ବଡ଼ ବଡ଼ ତ୍ୟାଗରେ ନୁହେଁ, ବରଂ ଦୟାର ସେହି ଛୋଟ ଅଦୃଶ୍ୟ ପ୍ରତିଦିନର ମୁହୂର୍ତ୍ତଗୁଡ଼ିକରେ ହିଁ ଲୁଚି ରହିଛି।